ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନିକଟରେ ଦେଇଥିବା ବିବୃତିକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ ବାର୍ତ୍ତା ଦେଇଛନ୍ତି, ଯେଉଁଥିରେ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ବୁଧବାର ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ କହିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତରୁ ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏପରି ବିବୃତି ଶୁଭଙ୍କର ନୁହେଁ। ଏକ ରିପୋର୍ଟ ଅନୁଯାୟୀ ବୁଧବାର ଭାରତୀୟ ହାଇକମିଶନରଙ୍କ ସୌଜନ୍ୟମୂଳକ ଡାକରା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ନିକଟରେ ଭାରତରେ ଆଶ୍ରୟ ନେବା ପରେ ଆୱାମୀ ଲିଗ୍ ସଭାପତି ଶେଖ୍ ହାସିନା ଏକ ବିବୃତି ଦେଇଥିଲେ ଯେ ବାଂଲାଦେଶରେ ଛାତ୍ର ବିରୋଧ ପ୍ରଦର୍ଶନ ପଛରେ ଆମେରିକାର ହାତ ଅଛି, ଯେଉଁଥିପାଇଁ ତାଙ୍କୁ ଅଗଷ୍ଟ 5ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ହାସିନାଙ୍କ ପୁଅ ସାଜିବ ୱାଜେଦ ଆନନ୍ଦ ଏଭଳି ବିବୃତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିସହିତ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ଆଗାମୀ ଦିନରେ ଭାରତ ସହ ଅଧିକ ଲୋକକେନ୍ଦ୍ରିକ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବାଂଲାଦେଶ ସୀମାରେ ହତ୍ୟା ବନ୍ଦ କରିବା, ତିସ୍ତା ଜଳ ବଣ୍ଟନ ଚୁକ୍ତି ପୂରଣ କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏହି ସମୟରେ ବାଂଲାଦେଶ ବୈଦେଶିକ ବ୍ୟାପାର ପରାମର୍ଶଦାତା କହିଛନ୍ତି, ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଘଟୁଥିବା ଘଟଣା ସମ୍ପର୍କରେ ଗଣମାଧ୍ୟମ ଦ୍ୱାରା ପ୍ରଚାର କରାଯାଉଥିବା ଉଲ୍ଲେଖ କରିଥିଲେ। ସେ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ବାଂଲାଦେଶ ଭାରତ ସହ ମିଶି କାମ କରିବାକୁ ଚାହୁଁଛି। ଏଥିସହିତ ବୈଠକରେ ଉପଦେଷ୍ଟା ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ହାଇକମିଶନରଙ୍କୁ ସୂଚନା ଦେଇଛନ୍ତି। ମହମ୍ମଦ ହୁସେନ କହିଛନ୍ତି, ଗତ ସପ୍ତାହରେ ଛାତ୍ର ନେତୃତ୍ୱାଧୀନ ଜନବିଦ୍ରୋହ ମାଧ୍ୟମରେ ବାଂଲାଦେଶ ଏହାର ଦ୍ୱିତୀୟ ସ୍ୱାଧୀନତାର ସାକ୍ଷୀ ହୋଇଥିଲା, ଯେଉଁଥିରେ ଅସମାନତାକୁ ଦୂର କରିବା ପାଇଁ ଛାତ୍ର ତଥା ଲୋକମାନଙ୍କର ସ୍ୱର ଦଳିତ ଶକ୍ତି ବିରୋଧରେ ବିଜୟୀ ହୋଇଥିଲା। ସେ ଭାରତୀୟ ରାଷ୍ଟ୍ରଦୂତ ପ୍ରଣୟ ବର୍ମାଙ୍କୁ କହିଛନ୍ତି, ଭେଦଭାବକାରୀ ଜନସେବା ନିଯୁକ୍ତି ପ୍ରକ୍ରିୟା ବିରୋଧରେ ଛାତ୍ର ଆନ୍ଦୋଳନ ଖୁବ୍ ଶୀଘ୍ର ଏକ ବୈପ୍ଳବିକ ସଂଗ୍ରାମରେ ପରିଣତ ହୋଇଥିଲା। ହୁସେନ ଆହୁରି ମଧ୍ୟ କହିଛନ୍ତି ଯେ ନୋବେଲ ବିଜେତା ଡକ୍ଟର ମହମ୍ମଦ ୟୁନୁସ ଛାତ୍ର ଓ ଲୋକଙ୍କ ଅନୁରୋଧ କ୍ରମେ ମଧ୍ୟବର୍ତ୍ତୀକାଳୀନ ସରକାର ଦାୟିତ୍ୱ ଗ୍ରହଣ କରିବାକୁ ରାଜି ହୋଇଛନ୍ତି। ପରାମର୍ଶଦାତା କହିଛନ୍ତି, ଏହି ମଧ୍ୟବର୍ତ୍ତୀ ସରକାର ପୂର୍ବରୁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ଦେଶରେ ଖରାପ ହୋଇଥିବା ଆଇନ ଶୃଙ୍ଖଳା ଏବଂ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା। ତେବେ ସରକାର ବିଶେଷ କରି ଯୁବକମାନଙ୍କ ପ୍ରସଙ୍ଗରେ ବିଶେଷ କାର୍ଯ୍ୟ କରୁଛନ୍ତି। ହୁସେନ କହିଛନ୍ତି, ଆଗାମୀ ଦିନରେ ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପରିବେଶ ସୃଷ୍ଟି କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, ସମସ୍ତ ଧାର୍ମିକ ଓ ଜାତିର ସୁରକ୍ଷାକୁ ସରକାର ନିଶ୍ଚିତ କରୁଛନ୍ତି। ଏହା ସହିତ ସେମାନଙ୍କ ପ୍ରତି କୌଣସି ପ୍ରକାର ହିଂସା କିମ୍ବା
ଧମକକୁ ବରଦାସ୍ତ କରାଯିବ ନାହିଁ। ସେ କହିଛନ୍ତି ସମସ୍ତ ଧାର୍ମିକ ଗୋଷ୍ଠୀ ଏବଂ ଅନ୍ୟ ରାଜନୈତିକ ଦଳ ମଧ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି।